ବାବା ବୁଝୁ କଣ ପାଇଁ ମାନେ ଏଇ ଯେ ଶିବ କଣ ପାଇଁ ତ୍ରିଶୂଳ ଆଉ ତା ବେକରେ ସାପ ଆଉ ସେ ଡମ୍ବରୁ କଣ ପାଇଁ ଧରିଥିଲେ? ଶିବ ହେଉଛି ତାକୁ ମହାଜ୍ଞାନୀ କୁହାଯାଏ, ଆଦିଯୋଗୀ। ଶିବ ହେଉଛି ଆଦିଯୋଗୀ, ମାନେ ସେଟା ବହୁତ ବଡ଼ ଯୋଗୀ ଥିଲା ସିଏ। ଆମେ ଯେମିତି ଯୋଗ କରୁନି ସେ ଯୋଗ କରୁଥିଲା, ସେଥିପାଇଁ ତାକୁ ଆଦିଯୋଗୀ ବୋଲି କୁହାଯାଏ, ମହାଯୋଗୀ। ତାର ତ୍ରିଶୂଳ ଧରିଛି। ସେ ସାଧନା କରିକି ବାତ ପିତ୍ତ କଫ ଏଇ ତିନିଟା ଜିନିଷକୁ ସେ କଣ୍ଟ୍ରୋଲ ନିଜ ଆୟତ ରଖୁଥିଲା। କାହାରିକି ମାରିବା ପାଇଁ ଗୋଟେ ସିମ୍ବଲ। ସେ ଗୋଟେ ଯେତେବେଳେ ସେ ବାତ ପିତ୍ତ କଫ ଆମ ଶରୀରରେ ଯଦି ଡିସବାଲାନ୍ସ ହେଇଯିବ ଗୋଟେ ଲୋକ ରୋଗ ହେବ। ମଣିଷ ଶରୀରରେ ରୋଗ ହେବାର ତିନିଟି ମୁଖ୍ୟ କାରଣ: ବାତ ପିତ୍ତ କଫ। ଏଟାକୁ ଡିସ୍କସ୍ ପୁରା ଡିଟେଲ୍ସ ପଛରେ ଆଉ କହିବି।